ଜଗନ୍ନାଥ। ଆଜି ଆମେ ଆଲୋଚନା କରିବା ଦଶମ ଶ୍ରେଣୀ ଓଡ଼ିଆ ବ୍ୟାକରଣ ପୁସ୍ତକର ବ୍ୟାକରଣ ବିଭାଗର ଛନ୍ଦ ଓ ଅଳଙ୍କାର ବିଷୟଟି। ଛନ୍ଦ ଓ ଅଳଙ୍କାର, ପ୍ରଥମେ ଆମେ ଦେଖିବା ଛନ୍ଦ। ଛନ୍ଦ କହିଲେ କ'ଣ ବୁଝୁ? ଆମେ ଜାଣିଛୁ ଯେ ଛନ୍ଦ କହିଲେ ପଦ୍ୟ ବା କବିତା ରଚନାରେ ଏକ ନିର୍ଦ୍ଦିଷ୍ଟ ନିୟମ ବା ଶୈଳୀକୁ ଛନ୍ଦ କୁହାଯାଏ। ଯେତେବେଳେ ଯେଉଁ ପଦ୍ୟ କିମ୍ବା କବିତା ରଚନା କରୁଥିବା ବେଳେ ନିୟମକୁ ଆମେ ମାନିକି ଯେଉଁ ଲେଖିଥାଉ ତାକୁ କୁହାଯାଏ ଛନ୍ଦ। ତେଣୁ କରିକି ପଦ୍ୟ ବା କବିତା ରଚନାରେ ଏକ ନିର୍ଦ୍ଦିଷ୍ଟ ନିୟମ ବା ଶୈଳୀକୁ ଛନ୍ଦ କୁହାଗଲା। ଏହା କବିତାକୁ ଗତିଶୀଳ କରାଇଥାଏ। ଆମେ ଜାଣିଛୁ ତାହା ଗତିଶୀଳ କରିବା ସହିତ ଶବ୍ଦ ମାଧୁର୍ଯ୍ୟ କରିବା ସହିତ ପାଠକକୁ ଅତି ଆନନ୍ଦଦାୟକ ମଧ୍ୟ କରିଥାଏ। ତେଣୁ ଏହାକୁ ପଦ୍ୟ ରଚନାର ବୈଶିଷ୍ଟ୍ୟ ଭାବରେ ବିଚାର କରାଯାଏ। ହେଲା, ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଛନ୍ଦରେ ରଚିତ ହୋଇଥିବାରୁ ପ୍ରାଚୀନ ପଦ୍ୟ ବା କବିତାକୁ ଛାନ୍ଦ ମଧ୍ୟ କୁହାଯାଏ। ଏଇ ଯେଉଁ ପ୍ରାଚୀନ ପଦ୍ୟ ବା କବିତା ଗୁଡ଼ିକୁ ଛାନ୍ଦ, କୌଣସି ନିର୍ଦ୍ଦିଷ୍ଟ ଗୋଟେ ନିର୍ଦ୍ଦିଷ୍ଟ ଛନ୍ଦରେ ରଚିତ ହୋଇଥିବାରୁ ତାକୁ ଛାନ୍ଦ ମଧ୍ୟ କୁହାଯାଇଥାଏ। ସମସ୍ତେ ବୁଝିପାରିଲ? ଛନ୍ଦ ସାଧାରଣତଃ ଦୁଇ ପ୍ରକାର। କ'ଣ କ'ଣ? ମିତ୍ରାକ୍ଷର ଛନ୍ଦ, ଅମିତ୍ରାକ୍ଷର ଛନ୍ଦ। ଛନ୍ଦ କେତେ ପ୍ରକାର? ଦୁଇ ପ୍ରକାର। ପ୍ରଥମଟି ହେଉଛି ମିତ୍ରାକ୍ଷର ଛନ୍ଦ ଏବଂ ଦ୍ୱିତୀୟଟି ହେଉଛି ଅମିତ୍ରାକ୍ଷର ଛନ୍ଦ। ମିତ୍ରାକ୍ଷର ଛନ୍ଦ ତିନି ଭାଗରେ ବିଭକ୍ତ କରାଗଲା। ଦେଖ, ମିତ୍ରାକ୍ଷର ଛନ୍ଦ ହେଲା ଦୁଇ ପ୍ରକାରର। କ'ଣ କ'ଣ? ମିତ୍ରାକ୍ଷର ଛନ୍ଦ, ଅମିତ୍ରାକ୍ଷର ଛନ୍ଦ। ପୁଣି ମିତ୍ରାକ୍ଷର ଛନ୍ଦକୁ ଭାଗ କରାଗଲା ତିନି ଭାଗରେ। କେତେ ଭାଗରେ ମିତ୍ରାକ୍ଷର ଛନ୍ଦକୁ ଭାଗ କରାଗଲା? ତିନି ଭାଗରେ ବିଭକ୍ତ କରାଗଲା। କ'ଣ? ପୂର୍ଣ୍ଣ ମିତ୍ରାକ୍ଷର, ଅପୂର୍ଣ୍ଣ ମିତ୍ରାକ୍ଷର ଆଉ ଏକାନ୍ତର ମିତ୍ରାକ୍ଷର। ପୂର୍ଣ୍ଣ, ଅପୂର୍ଣ୍ଣ ଏବଂ ଏକାନ୍ତର ମିତ୍ରାକ୍ଷର। ବୁଝିଲ ନା ନାହିଁ? ଯେନ୍ଟା ପୂର୍ଣ୍ଣ, ଅପୂର୍ଣ୍ଣ ଏବଂ ଏକାନ୍ତର ମିତ୍ରାକ୍ଷର ଗୋଟିଏ ପଦରେ ଯେନ୍ଟା যাব। ଦେଖ କ'ଣ ହେଲା? ଯେକୌଣସି କବିତା କେତେ ଗୁଡ଼ିଏ ପଦରେ ବିଭକ୍ତ କରାଯାଇଥାଏ। ଦେଖ, ଗାନ୍ଧାରୀ ଦେଲା ଜନନୀ ପ୍ରାଣର ସୋମହତ ପରିଚୟ, ଅକ୍ଷର ହେଉ ପୁଣ୍ୟ ଜଗତେ ଧର୍ମର ହେଉ ଜୟ। ଗୋଟିଏ ପଦରେ ଗଲା ନା ନାହିଁ? ଦେଖ, ପୂର୍ଣ୍ଣ ମିତ୍ରାକ୍ଷରରେ ଗଲା। ଅପୂର୍ଣ୍ଣ, କର୍ମ କଷଣ ଦେହ ସହେ ଅରଣ୍ୟ ଅଜଗର ପ୍ରାୟ। ଏତଦ୍ ବ୍ୟତୀତ ଏକପଦୀ କ୍ଷୁଦ୍ର କବିତା ମଧ୍ୟ ରହିଛି। ଏକ ପଦ, ଏଇଟା ଏକ ପଦରେ ଯାଉଛି। ଗୋଟେ ପଦରେ ଗଲା କି ନାହିଁ? ଗୋଟିଏ ପଦରେ। ଏଭଳି ଭାବରେ ଏକପଦୀ କ୍ଷୁଦ୍ର କବିତା ମଧ୍ୟ ଗଲା। ଏବଂ ଦେଖ, କୁଆଁତାରେ କେମିତି ରହିଯାଏ ମିତ୍ରାକ୍ଷର। ସଗର ନଈ ପାରିଚ ତୁଠରେ ପ୍ରାଚୀନ ସିନାର ସାରି, ଗୃହେ ଚଳେ ଉଷା ଏକ ପଦୁଅଟି, ସରାଗେ ଗଭାରି ମାରି। ଝରା ଫେସଳିରେ କ'ଣ ଗଲା? କେଉଁ ଦେବତାର କ୍ଷଣିକ ଆଶିଷ, ଶୁଭ୍ର ପାଖୁଡ଼ା ଧରି, ସୁନ୍ଦର ଏଇ ଶରତ ସକାଳେ ଭୂତଳେ ପଡ଼ିଲୁ ଝରି। କେତେ ସୁନ୍ଦର! ଦେଖ, ପାଦ ଏବଂ ଯତିପାତ ଆମେ ଦେଖିବା। ପ୍ରତ୍ୟେକ ପଦର ପଂକ୍ତିକୁ ପାଦ କୁହାଗଲା। ଯେଉଁ ପ୍ରତ୍ୟେକ ପଦ ଗୁଡ଼ିକ ଯେଉଁ ଅଛି, ସେ ପ୍ରତ୍ୟେକ ପଦର ପଂକ୍ତି ଗୁଡ଼ିକୁ କ'ଣ କୁହାଗଲା? ପାଦ। ଦେଖ, ପ୍ରତ୍ୟେକ ପଦର ଏ ପଂକ୍ତି ଗୁଡ଼ିକୁ କ'ଣ କୁହାଗଲା? ପାଦ କୁହାଗଲା। ପ୍ରତି ପାଦରେ ଦୁଇ ବା ତତୋଧିକ ପାଦ ହୁଏ। ପ୍ରତି ପଦରେ ଦୁଇ ବା ତତୋଧିକ, ଦୁଇ ବା ତାନୁ ଅଧିକ କ'ଣ ପାଦ ହୋଇଥାଏ। ବୁଝି ହେଲା? ଏବଂ ଜ୍ୟୋତି କେମିତି ହେଲା? ଛନ୍ଦର ନିୟମ ଅନୁସାରେ ରଚିତ ହୋଇଥିବା ପଦକୁ ଗାନ ବା ଆବୃତ୍ତି କଲାବେଳେ ପ୍ରତ୍ୟେକ ପାଦରେ ନିର୍ଦ୍ଦିଷ୍ଟ ଅକ୍ଷର ଉପରେ ବିଶ୍ରାମ ନେବାକୁ ହୁଏ। ଏହି ବିଶ୍ରାମ ବା ବିଶ୍ୱାସଘାତକୁ ଜ୍ୟୋତି ବା ଜ୍ୟୋତିପାତ କହନ୍ତି। ଯେଉଁ ବିଶ୍ୱାସଘାତକୁ, ଯେଉଁ ବିଶ୍ରାମ, ଯେନେ ବିଶ୍ରାମ ନେଲା, ସେ ତାକୁ ବା ଜ୍ୟୋତି ବା ଜ୍ୟୋତିପାତ ବୋଲି କୁହାଗଲା। ବିଭିନ୍ନ ଛନ୍ଦ ଅନୁସାରେ କ'ଣ ହେଲା? ପଦ, ପାଦ, ଜ୍ୟୋତି ଭିନ୍ନ ଭିନ୍ନ ହୋଇଥାଏ। ଆମେ ଜାଣିଛୁ। ଏଠାରେ କେତେକ ଛନ୍ଦ ଏବଂ ଜ୍ୟୋତିପାତ ଉପରେ ଆଲୋକପାତ କରାଯାଇଛି। ଦେଖ, ଦାଣ୍ଡିବୃତ୍ତ ବା ଛନ୍ଦ। ପ୍ରଥମଟି ଅଛି ଆମ ଦାଣ୍ଡିବୃତ୍ତ ବା ଛନ୍ଦରେ ଗଲେ କ'ଣ କ'ଣ ରହିଲା? ଏହା ଦୁଇ ପାଦରେ ଗୋଟିଏ ପାଦ ହୋଇଥାଏ। ଯେଉଁ ଦାଣ୍ଡିବୃତ୍ତ ରଚନା କଲାବେଳେ କ'ଣ ହେଲା? ଦୁଇ ପାଦରେ ଗୋଟିଏ ପାଦ ହେଲା। ବୁଝିଲା ନା ନାହିଁ? ଦାଣ୍ଡିବୃତ୍ତ ନିୟମ ଗୁଡ଼ିକ ଲେଖ। ଯଦି ଯେତେବେଳେ କହିବ ତମେ ଲେଖିବ, ଏହା ଦୁଇ ପାଦରେ ଗୋଟିଏ ପାଦ ହୋଇଥାଏ। ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା ସମାନ ନୁହେଁ। ଦାଣ୍ଡିବୃତ୍ତଟି ବା ଛନ୍ଦଟି ହେଲା। ତେଣୁ ନିର୍ଦ୍ଦିଷ୍ଟ ଭାବରେ ଜ୍ୟୋତିପାତ ହୁଏ ନାହିଁ, କିନ୍ତୁ ବଳିଲା ବେଳେ ଗାୟକ ସ୍ୱର ଲମ୍ବାଇ ନିଜ ସୁବିଧା ଅନୁସାରେ ବିଶ୍ରାମ ନିଅନ୍ତି।
ଯେତେବେଳେ ସେ ତାଙ୍କ ସ୍ୱରଟା ଲମ୍ବେଇକି ନିଜ ସୁବିଧା ଅନୁସାରେ ସେମାନେ ବିଶ୍ରାମ ନିଅନ୍ତି ଦାଣ୍ଡି ବୃତ୍ତରେ ଯେଉଁ ଦୁଇଟି ପାଦରେ ଗୋଟିଏ ପାଦ ହେଇଥାଏ। ଓଡ଼ିଆ ସାହିତ୍ୟରେ କେତେକ ପ୍ରାଚୀନ କାବ୍ୟ ଏହି ଦାଣ୍ଡି ବୃତ୍ତରେ ରଚିତ ହୋଇଛି। କେତେକ ପ୍ରାଚୀନ କାବ୍ୟ ଯଥା ଶାରଳା ମହାଭାରତ, ବଳରାମ ଦାସଙ୍କ ଦାଣ୍ଡି ରାମାୟଣ, ଚୈତନ୍ୟ ଦାସ ବିଷ୍ଣୁଗର୍ଭ ପୁରାଣ ଇତ୍ୟାଦି ଏହି ଛନ୍ଦରେ ଲେଖା ହେଇଛି। କ'ଣ କ'ଣ ଦେଖ, ଶାରଳା ଦାସଙ୍କ ମହାଭାରତ ମଧ୍ୟ ଲେଖା ହେଇଥିଲା ଦାଣ୍ଡି ବୃତ୍ତରେ। ବଳରାମ ଦାସଙ୍କର ଦାଣ୍ଡି ରାମାୟଣ ଲେଖା ହେଲା ଦାଣ୍ଡି ବୃତ୍ତରେ। ଚୈତନ୍ୟ ଦାସଙ୍କ ବିଷ୍ଣୁଗର୍ଭ ପୁରାଣ ଲେଖା ହେଲା ଦାଣ୍ଡି ବୃତ୍ତରେ। ଏଭଳି ଭାବରେ ଦେଖ କେମିତି କ'ଣ କହିଲା, ଦୁଇଟି ପାଦରେ ଗୋଟିଏ ପଦ ହୁଏ। ଦୁଇଟା ଯାକ ପାଦରେ କ'ଣ ହେଲା, ଗୋଟିଏ ପଦ ହେଇଥାଏ ଦାଣ୍ଡି ବୃତ୍ତରେ। ପ୍ରତ୍ୟେକ ଅକ୍ଷର ସଂଖ୍ୟା ସମାନ ହୋଇ ନଥାଏ। ତାହେଲେ ଏଥୁ ଅନନ୍ତରେ ଜଣେ ବିଦ୍ୟାପୁତ୍ରନ୍ତ ହକାରୀ ବାବୁ ତୁମ୍ଭେ ଯାଅରେ ମୃଗୟ ବନହରି। ଦେଖ ଅଛି ନା ନାଇଁ, ଦୁଇଟା ପାଦରେ ଗୋଟିଏ ପଦ ହେଲା, ଆଉ କ'ଣ ହେଲା, ଅକ୍ଷର ସଂଖ୍ୟା ସମାନ ହେଲା। ତାପରେ ରହିଲା ଭାଗବତ ବାଣୀ ବା ଗୁଜରୀ। କାହାକୁ କୁହାଗଲା ଭାଗବତ ବାଣୀ ବା ଗୁଜରୀ କହିଲେ କ'ଣ ବୁଝୁ? କବି ଜଗନ୍ନାଥ ଦାସଙ୍କ ଭାଗବତ ଏହି ଛନ୍ଦରେ ରଚିତ। ଭାଗବତ ବାଣୀ ବା ଗୁଜରୀ କବି ଜଗନ୍ନାଥ ଦାସଙ୍କ ଭାଗବତ ବାଣୀ ବା ଗୁଜରୀରେ ଜଗନ୍ନାଥ ଦାସ ଯେଉଁ ଭାଗବତ ରଚନା କରିଛନ୍ତି ଭାଗବତ ବାଣୀ ବା ଗୁଜରୀ ଛନ୍ଦରେ ରଚିତ ହୋଇଛି। ଏହାର ଦୁଇ ପାଦରେ ଗୋଟିଏ ପାଦ ହେଇଥାଏ। ଏହା ମଧ୍ୟ ଦୁଇ ପାଦରେ, ଯେମିତି ଦାଣ୍ଡି ବୃତ୍ତରେ ଦୁଇ ପାଦରେ ଗୋଟିଏ ପାଦ ହେଇଥାଏ, ଠିକ୍ ସେମିତି କ'ଣ ଭାଗବତ ବାଣୀ ବା ଗୁଜରୀରେ ମଧ୍ୟ ଦୁଇ ପାଦରେ ଗୋଟିଏ ପାଦ ହେଇଥାଏ। କିନ୍ତୁ ପ୍ରତିପାଦର ଅକ୍ଷର ସଂଖ୍ୟା 9 ହେଇଥାଏ। ଏହାଟା ଦାଣ୍ଡି ବୃତ୍ତରେ କ'ଣ ହେଲା, ଅସମାନ ଥିଲା। କିନ୍ତୁ ଏହା ଯେଉଁ ଭାଗବତ ବାଣୀ ବା ଗୁଜରୀରେ କ'ଣ ରହିଲା, ପ୍ରତିପାଦର ଅକ୍ଷର ସଂଖ୍ୟା 9 ରହିଲା। ତେଣୁ ଏହାକୁ ନବାକ୍ଷରୀ ବୃତ୍ତ ବା ନବାକ୍ଷରୀ ଛନ୍ଦ ମଧ୍ୟ କୁହାଯାଏ। ନବାକ୍ଷରୀ ଛନ୍ଦ କାହିଁକି କୁହାଗଲା ବୁଝିପାରିଲ? ଦେଖ, ଏଇ ଯେଉଁ କବି ଜଗନ୍ନାଥ ଦାସଙ୍କ ଭାଗବତ ରଚିତ ବା ଯେଉଁ ଭାଗବତ ବାଣୀ ବା ଗୁଜରୀ ଛନ୍ଦ ଦୁଇ ପାଦରେ ଗୋଟିଏ ପାଦ ହୋଇଥାଏ ଏବଂ ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା 9 ହୋଇଥାଏ। ତେଣୁ ଏହାକୁ ନବାକ୍ଷରୀ ବୋଲି କୁହାଯାଇଥାଏ ବା ନବାକ୍ଷରୀ ଛନ୍ଦ ମଧ୍ୟ କୁହାଯାଇଥାଏ। ଦେଖ, ପ୍ରତିପାଦର କେନେ କେନେ ରହିଲା, ତୃତୀୟ, ପଞ୍ଚମ, ଶେଷ ଅକ୍ଷର ଉପରେ ଜ୍ୟୋତିପାତ ହେଇଥାଏ। ପ୍ରତିପାଦର, ପଦ ନୁହେଁ ପଦ ଏବଂ ପାଦ ଭିତରେ ଜାଣିପାରିଛ, ମୋର ଆଶା ସମସ୍ତେ ଜାଣିପାରିଥିବ। ଠିକ୍ ସେମିତି ପ୍ରତିପାଦର କୋଉଠାରେ ଜ୍ୟୋତିପାତ ହେଲା, ତୃତୀୟ, ପଞ୍ଚମ ଏବଂ ଶେଷ କହିଲେ ନବମ। ତୃତୀୟ, ପଞ୍ଚମ ଏବଂ ଶେଷ, ବୁଝିହେଲା? ତୃତୀୟ, ପଞ୍ଚମ ଏବଂ ଶେଷ, ନ ଯେହେତୁ ଲାଷ୍ଟ, ନବମ ରେ ଜ୍ୟୋତିପାତ ହେଇଥାଏ। ମନେ ରଖ, ପ୍ରାଣୀର ଭଲ ମନ୍ଦ ବାଣୀ କେନେ ରହିଲା, ପ୍ରାଣୀର ଭଲ, ପ୍ରାଣୀର ତିନିଟା ଗଲା, ତୃତୀୟରେ ଗଲା ଭଲରେ, ତାପରେ ମନ୍ଦ ବାଣୀ ମରଣ କାଳେ ତାହା ଜାଣି। କେଉଁ ବୃତ୍ତରେ ଗଲା, ଏଇଟା କେଉଁ ଛନ୍ଦରେ ଗଲା? ଏହା ଗଲା ଭାଗବତ ବାଣୀ ବା ଗୁଜରୀ ଛନ୍ଦରେ, ନବାକ୍ଷରୀ ବୃତ୍ତ ବା ନବାକ୍ଷରୀ ଛନ୍ଦରେ ଯାଇଛି। ତାହେଲେ ଆଉ ରହିଲା କ'ଣ, ନଟବାଣୀ ବିଭାସ କେଦାର। ତାହେଲେ ଦେଖ, ନଟବାଣୀ ବା ବିଭାସ କେଦାର ଛନ୍ଦ କ'ଣ, ଏଥିରେ ଦୁଇ ପାଦରେ ଗୋଟିଏ ପଦ ହୋଇଥାଏ। ବୁଝିଲା? ଏ ନଟବାଣୀ ବା ବିଭାସ କେଦାର ଛନ୍ଦରେ ମଧ୍ୟ ଦୁଇ ପାଦରେ ଗୋଟିଏ ପାଦ ହୋଇଥାଏ। ପ୍ରତିଟି ପାଦର ଅକ୍ଷର ସଂଖ୍ୟା 12। ପ୍ରତିଟି ପାଦର ଅକ୍ଷର ସଂଖ୍ୟା କେତେ? 12। ପାଦର ତୃତୀୟ, ଷଷ୍ଠ, ନବମ ଏବଂ ଶେଷ ଅକ୍ଷର ସଂଖ୍ୟା ଉପରେ ଜ୍ୟୋତିପାତ ହୋଇଥାଏ। କେଉଁଠାରେ ରହିଲା, ପାଦର ତୃତୀୟ, ଷଷ୍ଠ, ନବମ ଏବଂ ଶେଷ ଅକ୍ଷର ସଂଖ୍ୟା ଉପରେ ଜ୍ୟୋତିପାତ ହୁଏ। ଉଦାହରଣ କ'ଣ, ଉତ୍କଳ କମଳା ବିଳାସ ଦୀର୍ଘିକା ମରାଳ ମାଳିନୀ ନୀଳାମ୍ବୁ ଚିଲିକା। ବୁଝିହେଲା? ଏଟା ପ୍ରତ୍ୟେକ ପାଦର ତୃତୀୟ, ଷଷ୍ଠ ଏବଂ ନବମ ଆଉ ଶେଷ। ଯଦି ପ୍ରତିପାଦ ଦେଖ, ନଟବାଣୀ ଏଇ ଯେଉଁ ଭାଗବତ ବାଣୀ ବା ଗୁଜରୀଟା କେତେବେଳେ ଗଲା, 9ଟା ସଂଖ୍ୟା ଥାଏ, ପ୍ରତ୍ୟେକ ପାଦର 9ଟା। କିନ୍ତୁ ଦାଣ୍ଡି ବୃତ୍ତ କେତେଟା, ତାହା ସମାନ ନଥାଏ, ଦୁଇ ପାଦରେ ଏକ ପଦ ହୋଇଥାଏ, ହଁ ନା ନାଇଁ? ଠିକ୍ ସେମିତି ସବୁଥିରେ ଦୁଇ ପାଦରେ ଏକ ପଦ ହେଲା, କିନ୍ତୁ ଭାଗବତ ବାଣୀ 9ଟା ରହିଲା, ଆଉ ନଟବାଣୀ ବା ବିଭାସ କେଦାରୀ 12ଟା ରହିଲା। ତାର ପ୍ରତିଟି ପାଦର ଅକ୍ଷର ସଂଖ୍ୟା କେତେ, 12ଟା ରହିଥିଲା।
एवं सेटा तृतीय पंचम एवं शेष जेनटा कि नवम रे ज्योतिपात होता है। एठार कौन कौन है तृतीय तृतीय रे गला षष्ठ रे गला नवम रे गला एवं शेष रे ज्योतिपात होता है। बुझीला ना नहीं? ताहले कौन है चोखी चोखी कौन हम चोखी यार चारि पादरे गोटे पाद चोखीटा कौन चारि पादरे गोटे पाद पद होता है। चोखी छंदटा कौन चारि पादरे गोटे पद है। बुझीला? प्रथम दुईटी पादरे 29 लेखाएं अक्षर थाए। प्रथम दुईटा पादरे केतरा लेखा प्रथम दुईटा पाद जो थिला सेथरे केतरा 29 29 अक्षर लेखाएं रही थाए एवं तृतीय पादरे 9टी अक्षर। चोखीटा मन रखा पड़ो। देख चारि पाद कौन रही है चारि पादरे गोटे पाद होता है। प्रथम दुईटी पादरे 29टा रहा प्रथम दुईटा पादरे कौन रहा 29टा अक्षर रहा एवं तृतीय पादरे 9टा अक्षर रहा चतुर्थ पादरे 13टी अक्षर थाए। चारि पादरे गला चारि पादरे कौन प्रथम दुईटारे जदि 29टा रहा एवं तृतीय पादरे रहा 9टा चतुर्थ पादरे रहा 13टा ताकू कहागला चोखी छंद। ताकू कौन कहागला ताकू कहागला चोखी छंद। आउ थे कहीदे देख चोखी छंद चारि पादरे एक पद होता है। प्रथम द्वितीय पादरे 29टी अक्षर रही है एवं तृतीय पादरे 9टी अक्षर रही है एवं चतुर्थ पादरे 13टी अक्षर रही है। प्रथम पाद दुईटर केन केन जगार ज्योतिपात होता है। देख प्रथम पाद दुईटर षष्ठ अष्टम एवं चतुर्दश षोडश द्वाविंश चतुर्विंश एवं शेष अक्षर ज्योतिपात होता है। कौन चोखी प्रथम कौन कौन रहा दुईटर प्रथम दुईटी पादर षष्ठ रहा अष्टम रहा चतुर्दश रहा षोडश रहा द्वाविंश एवं चतुर्विंश एवं शेष अक्षर ज्योतिपात है। बुझेला? तृतीय पादर कौन रहा षष्ठ रहा और शेष अक्षर एवं चतुर्थ पादर षष्ठ अष्टम एवं शेष अक्षर ज्योतिपात है। ज्योतिपात मन रखार सहज उपाय केमती मन रखमा देख सहज उपाय दे देठे ना। प्रथम एवं द्वितीय 6 नंबर 6 2 6 2 6 2 5 बोले केन केन देख षष्ठ अच्छी भल ना नहीं षष्ठ अच्छी तापर 2 मिसाई देले 8 रे हो जाऊँगी 6 मिसाईदेमा चतुर्दश 8 9 10 11 12 13 14 तापर षोडश 2 मिसाईदेमा 14 15 16 षोडश है। बुझेगा ना नहीं? तापर षोडश द्वाविंश 6 मिसाई दियो षोडश 6 मिसाई देले केते हैला द्वाविंश 2 मिसाई दियो चतुर्विंश केते मिसाइला 5 मिसाई देले शेष अक्षर ज्योतिपात है लास्ट रे है 5। तापर तृतीय पादर षष्ठ और शेष अक्षर एवं चतुर्थ पादर कौन रहा षष्ठ अष्टम एवं शेष अक्षर ज्योतिपात हुए। देख तृतीय पादर केन केन जगार ज्योतिपात है। षष्ठ तृतीय पाद देखा देख प्रथम एवं द्वितीय पाद तो जानिला आमे सेड़ा है 29 अक्षर भितर कौन कौन केन केन जगार रहा षष्ठ रहा अष्टम रहा एवं षोडश रहा द्वाविंश रहा चतुर्विंश रहा एवं शेष अक्षर ज्योतिपात है। ठीक है तृतीय पादरे केन केन जगार रहा षष्ठ रहा एवं शेष अक्षर ज्योतिपात है। चतुर्थ पादरे षष्ठ अष्टम एवं शेष अक्षर ज्योतिपात है। ज्योतिपात मन रखार सहज उपाय दे लिखि जानिच। देख तू ही माँ जनम भूमि पवित्र भारत भूमि तोहर संतान आम्भे अटू सरवे तोर श्री चरण सेवा पाई मन प्राण देवा गाइबा तोहर नाम आनंद रवे
तो आनंदे होइबा सुखी कांदिबा दुखरे तोर होइण दुखी। देख दुईटा दिक 29टा अक्षर अच्छी ना नहीं अच्छी एवं तृतीय पादरे 9टा अक्षर अच्छी ना नहीं। तृतीय पाद देख गोटे पाद दुईटा पादरे रहिला केतरा दुईटा पादरे 29टा अक्षर रहिब। तृतीय पादरे कौन 9टा अक्षर रहिब 1 2 3 4 5 6 7 8 9। तृतीय पादरे केतरा रहिला 9टा रहिला एवं चतुर्थ पादरे केतरा रहिला 12टा कहितला ना नहीं केतोटी कहितला कि 13टी सॉरी 13टी कहितला 1 2 3 4 5 6 7 8 9 10 11 12 13टी बुझी पारलो। देख प्रथम दीटा पादरे 29टा संख्या प्रथम दीटा पाद एटा गोटे पाद हला इटा गोटे पाद दीटा पादरे केतरा संख्या 29टा। तृतीय पादरे केतरा संख्या 9टा एवं चतुर्थ पादरे केतरा संख्या 13टा बुझीला। तापरे आसला आम बंगलाश्री छंद। बंगलाश्री छंद कौन आम प्रथमे देखिबा। बंगलाश्री छंद ए रचनारे गोटे पद हेउछि दुई पाद विशिष्ट। ए रचनारे गोटे पद हैला दुई पाद विशिष्ट दुई पाद अच्छी एवं ताकू गोटे पदरे गणना करा जायछि बुझिला। प्रत्येक पादर अक्षर संख्या 20 मन रख। बंगलाश्री रे दुई पादरे दुई गोटे पदरे दुई पाद होइथाए एवं प्रत्येक अक्षर संख्या हैला 20टा। प्रथम द्वितीय पादर षष्ठ द्वादश देख प्रथम एवं द्वितीय पादर षष्ठ द्वादश अष्टम और शेष अक्षर रे ज्योतिपात होता है। कौन कौ कौ जगार ज्योतिपात है प्रथम एवं द्वितीय पादर केन केन जगह देख षष्ठ द्वादश अष्टादश एवं शेष अक्षर रे ज्योतिपात होता है। माँ माँ बोली केते मु खोजिली माँ को पाइली नहीं। षष्ठ द्वादश 1 2 3 4 5 6 रे गला 7 8 9 10 11 12 रे गला तापरे केने अष्टादश रे गला है ना नहीं। अष्टादश 13 14 15 16 17 18 रे ज्योतिपात हैला एवं लास्ट शेष रे 20टा अक्षर रहे ना शेष रे ज्योतिपात हैला। एभली भाबरे देख बंगलाश्री छंदरे गोटे पद हेउछि दुई पाद विशिष्ट एवं प्रत्येक पदर अक्षर संख्या 20 प्रथम द्वितीय पदर प्रथम द्वितीय दुईटा जिक समान रही षष्ठ द्वादश अष्टादश एवं शेष अक्षर रे ज्योतिपात होइथाए। केते सहजिया अछि। तापरे आसला शंकराभरण। शंकराभरण कहले कौन देखिबा आमे। शंकराभरण छंद कहले कौन देखिबा। देख शंकराभरण कहले यार 4 पादरे गोटे पद हुए। शंकराभरण छंदरे कौन यह 4 पादरे गोटे पद होता है। प्रथम द्वितीय चतुर्थ प्रत्येक पादर अक्षर संख्या 14 कौन प्रथम द्वितीय और चतुर्थ प्रत्येक पादर अक्षर संख्या कौन 14। तृतीय पादर अक्षर संख्या 8 बुझेला एवं प्रत्येक द्वितीय चतुर्थ पादर अष्टम एकादश एवं शेष अक्षर उपरे ज्योतिपात होइथिबा बेले तृतीय पादर कौन द्वितीय षष्ठ एवं शेष अक्षर उपरे ज्योतिपात होइथाए। हे आनंदमय कोटि भुवन पालक देख केन केन जगार रहिला प्रथम द्वितीय चतुर्थ पादर केन केन जगार अष्टम एकादश एवं शेष अक्षर रे अष्टम 1 2 3 4 5 6 7 अष्टम 11 एवं शेष पक्षर ज्योतिपात होता है। ताहले रामकेरी छंद कहले कौन दुई पादरे गोटे पद हुए। रामकेरी छंद रे 2 पादरे गोटे पाद हुए प्रति पादरे 16टी अक्षर थाए। नवम एकादश षोडश अक्षर ज्योतिपात होई थाए। ताले एबे आमे एई छंदटी शेष करदेला। छंद विषयटी शेष हो जाइछि। मोर आशा समस्त बुझीबा समस्ते बुझी पारिथिबो